ଅଧିକାଂଶ ଲୋକ ବିଛଣାରୁ ଉଠିବା ସହ ସହ କଣ କରନ୍ତି କହିବି କି? ଏହା ଦୁଃଖର କଥା। ସାଧାରଣତଃ କେହି ଯଦି ରାତିରେ ମେସେଜ ପଠାଇଥାନ୍ତି, ସକାଳେ ଉଠିବା ପରେ ସେଇ ମେସେଜର ଉତ୍ତର ଦେବାକୁ ସମୟ ନେଉଥାଉ। ଯଦି ରାତିରେ ମିସ୍ କଲ୍ ଆସିଥାଏ, ତେବେ ସକାଳେ ସେମାନଙ୍କୁ ଫୋନ କରି କାହିଁକି ଫୋନ କରିଥିଲେ ବୋଲି ଭଲ ମନ୍ଦ ପଚାରିଥାଉ। ରାତିରେ ଶୋଇ ସକାଳେ ଉଠିଲେ ରିଲ୍ସ ଓ ହ୍ୱାଟ୍ସଆପ ଷ୍ଟାଟସ ଦେଖିବାରେ ସମୟ ବିତାଇଥାଉ। ଯଦି ଆମେ ଏହି ସବୁ କାମ କରିଥାଉ, ତେବେ 100% ନିଶ୍ଚିତତା ସହିତ ମୁଁ କହିପାରିବି ଯେ ଆମର ପ୍ରାଥମିକତା ଈଶ୍ୱର ନୁହେଁ, ମାତ୍ର କିଛି ଅନ୍ୟ। ଆମମାନଙ୍କ ହୃଦୟରେ ପରମେଶ୍ୱର ନାହାନ୍ତି, ମାତ୍ର ଅନ୍ୟ କିଛି ଆମେ ପ୍ରାୟୋରିଟି ଦେଉଅଛୁ। ବିଶେଷ କରି ମୁଁ ଯୁବକ ଓ ଯୁବତୀ ମାନଙ୍କୁ ପଚାରିବାକୁ ଚାହେଁ, ସକାଳେ ଆପଣ ମାନେ କାହିଁକି ପ୍ରାର୍ଥନା କରିପାରୁନାହାନ୍ତି? କାହିଁକି ବାଇବଲ ପଢି ପାରୁନାହାନ୍ତି? ସକାଳେ ଉଠିବା ସହିତ ଆପଣ ମାନେ ମଣିଷ ତିଆରି ଯନ୍ତ୍ରକୁ ଦେଖିବାକୁ ଆଗ୍ରହୀ, କିନ୍ତୁ ଆପଣଙ୍କୁ ସୃଷ୍ଟି କରିଥିବା ଈଶ୍ୱରଙ୍କୁ କାହିଁକି ଦେଖିବା ପାଇଁ ଇଚ୍ଛୁକ ନାହାନ୍ତି? ପ୍ରାର୍ଥନା କରିପାରୁନାହାନ୍ତି, ବାଇବଲ ପଢି ପାରୁନାହାନ୍ତି। ଆଜି ନିଷ୍ପତ୍ତି ନିଅନ୍ତୁ ଯେ ମୁଁ ଉଠିବା ତୁରନ୍ତ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବି ଏବଂ ବାଇବଲ ପଢିବି ବୋଲିକି।